ଖଟିଆରେ ବୁହା ହୋଇ ଅଭିଯୋଗ ଶୁଣାଣି ଶିବିରକୁ ଆସିଲେ ବୃଦ୍ଧା। କଥାଟା ଅଡ଼ୁଆ ଲାଗୁଥିଲେ ବି ସତ। ସୁବର୍ଣ୍ଣପୁର ଜିଲ୍ଲା ତରଭାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହେଉଥିବା ବେଳେ ଏହିଭଳି ଭାବେ ପ୍ରଶାସନ ପାଖକୁ ଅଭିଯୋଗ କରିବାକୁ ପହଞ୍ଚିଥିଲେ ଜଣେ ବୃଦ୍ଧା। ଅଭିଯୋଗକାରୀ ବୃଦ୍ଧା ଜଣକ ହେଉଛନ୍ତି ତରଭା ବ୍ଲକ ଅନ୍ତର୍ଗତ ସିଙ୍ଗାରୀ ଗାଁର 95 ବର୍ଷିୟା ପୀରା ଚୌହାନ। ରାଜ୍ୟରେ ନୂତନ ସରକାର ଆସିଲା ପରେ 80 ବର୍ଷରୁ ଊର୍ଦ୍ଧ୍ୱଙ୍କୁ 3500 ଟଙ୍କା ଭତ୍ତା ପ୍ରଦାନ କରିଆସୁଛନ୍ତି। ହେଲେ ପୀରାଙ୍କୁ ବର୍ତ୍ତମାନ ମଧ୍ୟ ମାତ୍ର 1500 ଭତ୍ତା ପ୍ରଦାନ କରାଯାଉଛି। ଏନେଇ ସ୍ଥାନୀୟ ବ୍ଲକ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ପୀରାଙ୍କୁ ନୂତନ ସରକାରୀ ନିୟମ ଅନୁଯାୟୀ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଉ ନାହିଁ। ପୀରାଙ୍କ କେବଳ ଜଣେ ଝିଅ ରହିଥିବା ବେଳେ ଝିଅ ଏବଂ ଜ୍ୱାଇଁ ମଧ୍ୟ ଆଜିକୁ 12 ବର୍ଷ ହେଲା ଭତ୍ତା ପାଇସାରିଲେଣି। ବୟସ ଅଧିକ କାରଣରୁ ପୀରା ଏବେ ନା ଚାଲିବୁଲି ପାରୁଛନ୍ତି ନା ଠିକ୍ ଭାବେ କଥା କହିପାରୁଛନ୍ତି। ତେବେ ମରିବା ପୂର୍ବରୁ ସରକାରଙ୍କ ବର୍ଦ୍ଧିତ ଦରରେ ଭତ୍ତାଟିଏ ମିଳିଯାଆନ୍ତି କି ବୋଲି ଆଶା ରଖିଥିବା ପୀରା ଆଜି ଅଭିଯୋଗ କରିବାକୁ ପହଞ୍ଚିଥିଲେ। ଫଳରେ ଆଜି କିଛି ସମାଜସେବୀ ପୀରାଙ୍କୁ ଏକ ଖଟିଆରେ ବୋହି ମିଳିତ ଜନଶୁଣାଣି ଶିବିରକୁ ଆଣିଥିବା ଦେଖିବାକୁ ମିଳିଥିଲା। ଆଜିର ମିଳିତ ଜନଶୁଣାଣି ଶିବିରରେ ଯୋଗ ଦେଇଥିବା ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ ମେହେର ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାମ ପ୍ରସାଦ ସାହୁଙ୍କ ଆଗରେ ବୃଦ୍ଧା ଜଣକ ନିଜର ଅଭିଯୋଗ ଜଣାଇଥିଲେ। ପ୍ରଶାସନର ଅବହେଳା ଯୋଗୁଁ ସରକାରୀ ସୁବିଧାରୁ ବଞ୍ଚିତ ହେବା ଏବଂ ଏଭଳି ଅବସ୍ଥାରେ ଜଣେ ବୃଦ୍ଧାଙ୍କୁ ଅଭିଯୋଗ କରିବାକୁ ଆସିବା ଘଟଣା ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ସମାଜସେବୀ କହିଛନ୍ତି। ତେବେ ଏନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ। দেখুন এই মামাকে পাখাপাখি 95 বরষ হলান আর সে পাবার কথা 2500 টাকা সে পাই না পারবার। অনেক থর মানে আমি কইছু ভরবালি তাঁর সেন স্থানীয় নেতা মানে বি কহি কুয়াথিবে কি নাই আমକୁ জনা নাই, কিন্তু আমি অনেক থর মানে প্রশাসন নজরকে আনিছু। আজি মামা মানে নিজে আসিকি ফটোরে বুয়া হয়েকি সামাজিক ন্যায় আজি গ্রিভেন্স হয়েছে। ইনু মানে খারাপ জিনিস কিছু নাই ন। প্রশাসনকে মানে দেখবার কথা গ্রাউন্ড কে উতরিকি কেন মানে প্রকৃতির ন্যায় পাবার লাগি অছন, কেন মানে যোগ্য হিতাধিকারী অছন সেমানকে নিজে চয়ন করি লোকলোচনকে আনবারটা হচ্ছে প্রশাসনর দায়িত্ব। সেটা প্রশাসন কোণী না কোণী জায়গায় গোটে ডিস্টান্স রখি দেছে বলে মুই ভাবুছে।